ନା ବାବୁରେ, ତୁମେ କେଉଁ ପୂର୍ବ ଜନ୍ମର ପୁଣ୍ୟ ଫଳ କାରଣରୁ ଏ ସଂସାରରେ ଆଜି ବଡ଼ ଘରେ ରହି ଚାକିରି କରୁଛ, ବହୁତ ଟଙ୍କା ଦରମା ଆଣୁଛ। ତେଣୁ ଗରିବ ଅସୁନ୍ଦର ଛୋଟ ଲୋକଙ୍କୁ ଦେଖି କେବେ ମଧ୍ୟ ପରିହାସ କରନି। କାରଣ ଭଗବାନ ବିଷ୍ଣୁ କାହାରିକୁ ବି ନିଜ ଲୋକଙ୍କୁ ବି ଛାଡ଼ି ନାହାନ୍ତି। ନା ଯେତେବେଳେ ବୈକୁଣ୍ଠପୁରକୁ ବ୍ରହ୍ମାଙ୍କର ଚାରିପୁତ୍ର ସନତ କୁମାର ଯେତେବେଳେ ବିଷ୍ଣୁଙ୍କୁ ଦେଖିବାକୁ ଆସିଲେ, ସେହି ସମୟରେ ତାଙ୍କର ଦ୍ୱାରପାଳ ଜୟ ବିଜୟ ଦ୍ୱାରରେ ବିରାଜମାନ କରିଥିଲେ। ଏହି ସନତ କୁମାର କହିଲେ, ହେ ଜୟ ବିଜୟ, ଭଗବାନ ବିଷ୍ଣୁଙ୍କୁ ଆମେ ଦେଖା କରିବୁ। ନା ବିଷ୍ଣୁଙ୍କର ଆଦେଶ ଅଛି, ଏ ସମୟରେ ଭିତରକୁ କେହି ମଧ୍ୟ ପ୍ରବେଶ କରିପାରିବେ ନାହିଁ। ଯଦି ଆମେ ପ୍ରବେଶ କରିପାରିବୁ ନାହିଁ, ତେବେ ଭଗବାନଙ୍କୁ ଖାଲି ଜଣେଇ ଦିଅନ୍ତୁ ଯେ ସନତ କୁମାର ଆସିଛନ୍ତି। ଏ ଜୟ ବିଜୟ ଦୁଇ ଜଣ କ'ଣ କଲେ? ଏ ସନତ କୁମାରଙ୍କର କୁରୂପ ବାମନ ରୂପ ଦେଖିବାକୁ ଅସୁନ୍ଦର, ଏମାନଙ୍କୁ ପରିହାସ କଲେ। ହା ହା, ତୁମେମାନେ ବିଷ୍ଣୁଙ୍କୁ ଦେଖା କରିବ? ତୁମମାନେ ଦେଖିବାକୁ ଏତେ ଅସୁନ୍ଦର, ତୁମଠେ କ'ଣ ବା ଅଛି? ଏମିତି ବହୁତ ପ୍ରକାର ପରିହାସ ଭର୍ତ୍ସନା କଲେ। ବହୁତ ଅପେକ୍ଷା କଲା ପରେ ରାଗରେ ଏହି ସନତ କୁମାର ମାନେ ଅଭିଶାପ ଦେଇଦେଲେ, ତୁମେ ଆଜି ଯେଉଁ କର୍ମ କଲ 7 ଜନ୍ମ ପର୍ଯ୍ୟନ୍ତ ତୁମେ ଅସୁର ଯୋନିରେ ଜନ୍ମ ହେବ। ତେଣୁ ଭଗବାନଙ୍କ ପାଖରେ ଯାଇ କାନ୍ଦିଲେ, କହିଲେ ହେ ପ୍ରଭୁ, ଆମର ଭୁଲ ହେଇଗଲା, ଆମକୁ କ୍ଷମା କର। ଭଗବାନ କହିଲେ, ତୁମେ ଯେଉଁ ଭୁଲ କରିଛ ଏହାର କ୍ଷମା ତ ନାହିଁ। ନା ପ୍ରଭୁ ମୁକ୍ତିର ପଥ ବତାଇ ଦିଅନ୍ତୁ। ନା ମୁକ୍ତିର ପଥ ହେଲା ଅଭିଶାପ ତ ସ୍ଫଳନ ହେବ ନାହିଁ, ସ୍ଫଳିତ ହେବ। ତୁମେମାନେ ଯଦି ମୋର ଶତ୍ରୁ ରୂପରେ ଜନ୍ମ ଗ୍ରହଣ କରିବ, ତେବେ ତୁମକୁ 3 ଜନ୍ମରେ ମୁଁ ମୁକ୍ତି କରିବି। ଯଦି ମିତ୍ରତା ଭାବରେ ମୁକ୍ତି ହେବାକୁ ଚାହୁଁଛ, ତେବେ ତୁମକୁ 7 ଜନ୍ମ ଲାଗିଯିବ। ଏଇ ଜୟ ବିଜୟ ଦୁଇ ଜଣ କହିଲେ, ହେ ପ୍ରଭୁ, ଶତ୍ରୁ ହେଲେ ହେବୁ ପଛେ ଆମକୁ 3 ଜନ୍ମରେ ଉଦ୍ଧାର କରିଦିଅ। ତେଣୁ ସତ୍ୟ ଯୁଗରେ ହିରଣ୍ୟକଶ୍ୟପ ହିରଣାକ୍ଷ ରୂପରେ ଜନ୍ମ ନେଲେ। ପ୍ରଭୁ ନରସିଂହ ରୂପରେ ତାଙ୍କୁ ବିନାଶ କଲେ। ସତ୍ୟ ପରେ ଆସିଲା ତ୍ରେତୟା ଯୁଗ। ସେଇଠି ରାବଣ କୁମ୍ଭକର୍ଣ୍ଣ ରୂପରେ ଜନ୍ମ ହେଲେ। ପ୍ରଭୁ ଶ୍ରୀରାମ ଅବତାରରେ ତାଙ୍କୁ ବିନାଶ କରି ଉଦ୍ଧାର କଲେ। ଦ୍ୱାପର ଯୁଗ ଆସିଲା। ଦ୍ୱାପର ଯୁଗରେ ସେଇ 2 ଜଣ ଶଲ୍ୟ ଶିଶୁପାଳ ରୂପରେ ଜନ୍ମ ନେଲେ। ସେଇଠି ଭଗବାନ ତାଙ୍କୁ ମାରି ଉଦ୍ଧାର କଲେ। ପରିହାସ କରିବାର ଫଳ କେତେ ଜନ୍ମ ଭୋଗିବାକୁ ପଡ଼ିଲା। ଯେ ବାବୁରେ, କୌଣସି ବ୍ୟକ୍ତିକୁ ପରିହାସ କରିବା ପୂର୍ବରୁ ଭଲସେ ଚିନ୍ତା କର, ଶାସ୍ତ୍ରକୁ ଅବମାନନା କର ନାହିଁ। ହରେ କୃଷ୍ଣ।